ଯେତେବେଳେ ବି ସ୍କୁଲକୁ ଯିବା ପାଇଁ ମନ ହୁଏନି, ବାପା ହାତରେ 10 ଟଙ୍କା ହଉ ନହେଲେ 5 ଟଙ୍କା ହଉ ବଢ଼େଇ ଦିଅନ୍ତି। ଜଗୁ ନିହାତି ଜିଦି କରି ବସେ, ଆଜି ମୁଁ କାଳିଆ ସାଙ୍ଗରେ ଖେଳିବି, ଜମା ବି ପଢ଼ିବାକୁ ଯିବିନି। ବେଳେବେଳେ ବୋଉ ଗାଳି ଦିଏ, 2 ପାହାର ବି ଦିଏ, ମନ ବୁଝେନି, କିନ୍ତୁ କାଳିଆ କୁହେ ଚାଲ ଆମେ ସିଆଡ଼େ ଖେଳିବା, ସିଆଡ଼େ ଖାଇବା, କେତେ କ'ଣ ମଜା କରିବା। ଏଇ କଥାଟା ନା ଭାରି ଭଲ ଲାଗେ ଜଗୁକୁ। କାହିଁକି କେଜାଣି ହଠାତ୍ ଝୁଲାପଟା ଧରି ବାହାରି ପଡ଼େ ପଢ଼ିବା ପାଇଁ। ବାପା ବୋଉ କିନ୍ତୁ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଆରେ ଏଇନେ ମନା କରୁଥିଲା, ଏଇନେ ଅଝଟ କରୁଥିଲା, କେତେ ମାଡ଼ ଗାଳି ଖାଇଛି, କିଏ ତାକୁ ପୁଣି ମନେଇଲା। ଯାହା ବି ହଉ ବାପାଙ୍କଠାରୁ 10 ଟଙ୍କା ଆଣେ। ନଳି ପ୍ୟାକେଟକୁ ମାତ୍ର 2 ଟଙ୍କା ନିଏ, ଆଉ ସେଥିରେ ପାଖାପାଖି 7-8ଟା ନଳି ଥାଏ। 4ଟା ତାର ଆଉ 4ଟା କାଳିଆର। ସାଙ୍ଗରେ ଗଲାବେଳେ କାଳିଆକୁ ନୀତି କୁହେ, ତୁ ମୋ ଝୁଲା ଧ, ଦୋକାନକୁ ମୁଁ ଯିବି, ଆଉ ତୋ ପାଇଁ ନଳି ଆଣିବି, ଚକୋଲେଟ୍ ଆଣିବି, କେତେ କ'ଣ ଜିନିଷ ଆଣିବି। କାଳିଆ ବି ତା କଥା ମାନେ, ତା ଝୋଲାଟାକୁ ସେମିତି କାନ୍ଧରେ ପକାଇ ଚାଲେ। ଲୋକମାନେ ଆଶ୍ଚର୍ଯ୍ୟ ହୁଅନ୍ତି, ପିଲାଟା ନୀତି ଗୁଣୁଗୁଣ ହେଉଛି କାହା ସହିତ ଖେଳୁଛି, କାହା ସହିତ ବୁଲୁଛି, କାହା ସହିତ ବସୁଛି, ପୁଣି କାହା ସହିତ ଉଠୁଛି, କିଛି ବୁଝା ପଡ଼େନି। ଜଗୁ କିନ୍ତୁ କାଳିଆକୁ ଭାରି ଭଲ ପାଏ। କାଳିଆର ଯେତେବେଳେ ଯାହା ଦରକାର ହୁଏ ଜଗୁ ତାକୁ ଆଣି ଦିଏ। କାଳିଆ ବି ଆଦର ସହିତ ଜଗୁଠାରୁ ନିଏ। ଏ କଥା କେବଳ ସିଏ ଜାଣିଛି, ଆଉ କାଳିଆ ଜାଣିଛି। ରାସ୍ତାରେ ଗଲାବେଳେ ଯେ କେହି ଦେଖେ, ଯେମିତି ଛୁଆଟା ମନକୁ ମନ କଥା ହେଉଛି, ମନକୁ ମନ ଗୁଣୁଗୁଣ ହେଉଛି, ସତେ ଯେମିତି ଲାଗେ ପାଗଳ ହୋଇଯାଇଛି। ଆସିକି ବାପା ବୋଉଙ୍କ ପାଖରେ ଫେରାଦି ହୁଅନ୍ତି। ବାପା ବୋଉ ବି ଭାରି ମନ ଦୁଃଖ କରନ୍ତି, କିନ୍ତୁ ଜେଜେ କୁହନ୍ତି କିଛି କଥା ନାହିଁ, କାଳିଆ ପ୍ରେମରେ ପଡ଼ିବା ବଡ଼ ସୌଭାଗ୍ୟର କଥା। ତା ଛଡ଼ା ମୋ ନାତି ଏମିତିକା ପିଲାଟିଏ ସମାଜ ପାଇଁ ନିହାତି ଦରକାର। ଜାଣିଛୁ, କାଳିଆକୁ ଭଲ ପାଉଛୁ ମାନେ କାଳିଆ ବି ତାକୁ ଭଲ ପାଉଛି, ଏଥିରେ ଟିକେ ବି ସନ୍ଦେହ ନାହିଁ। ଲୋକଙ୍କ କଥାରେ କ'ଣ ଯାଉଛି ଯେ, ଏମିତି କେତେ କ'ଣ କଥା କହି ଜେଜେ ମନ ଭୁଲେଇ ନିଅନ୍ତି। ଏ କଥା କିନ୍ତୁ ବାପା ବୋଉ ସହିପାରନ୍ତିନି, କାହିଁକିନା ପ୍ରତିଦିନ କିଛି ନା କିଛି କାମ କରି ଜଗୁ ଘରକୁ ଫେରେ, ଯାହା ପାଇଁ କି ଲୋକମାନଙ୍କଠାରୁ 12 କଥା ଶୁଣିବାକୁ ପଡ଼େ। କିନ୍ତୁ ବାପା ବୋଉ ଭାବନ୍ତି କି ଯାହାକୁ ପାଇବା ପାଇଁ ମୁନି ଋଷିମାନେ କେତେ କେତେ ତପସ୍ୟା କରନ୍ତି, ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଥାନ୍ତି। ତାଙ୍କୁ ମୋ ପୁଅ ଭଲ ପାଉଛି ନା ଆଉ କିଛି, ନା ତାର ଇଏ ଚଗଲାମି, ନା ତାର ଇଏ ପାଗଳାମି, କିଛି ବି ବୁଝା ପଡ଼େନି। ବାପା ବୋଉ କିଛି ବି ବୁଝିପାରନ୍ତିନି ଏ କଥାକୁ। ଦିନେ ରବିବାର ହୋଇଥାଏ, ସାଙ୍ଗ ପିଲାମାନେ ପାଠ ପଢ଼ା ସାରି ସବୁ ଖେଳିବାକୁ ଚାଲିଗଲେ, କିନ୍ତୁ ସେଦିନ କାଳିଆ ଜଗୁ ସହ ଗଲା। ତାର ସେଦିନ ପିଜୁଳି ଖାଇବାକୁ ଭାରି ମନ ହେଲା, ଆଉ ସେବତୀ ମା ବାଡ଼ିରେ ପିଜୁଳି ବି ପାଚିଥାଏ। ଜଗୁକୁ ହାତ ବଢ଼ାଇ ଦେଇ କାଳିଆ କହିଲା, ମୋ ପାଇଁ 2ଟା ପିଜୁଳି ଆଣିଲେ ହନ୍ତାନି। ଯେତେବେଳେ ଏତକ ଶୁଣିଛି ଜଗୁ ଆଉ ରୁହେବା କୋଉଠି। କାଳିଆ ପାଟିରୁ କଥା ନ ଶୁଣୁ ଜଗୁ ଯାଇ ଗଛ ଉପରେ 2-4ଟା ଭଲ ଭଲ ପିଜୁଳି କାଳିଆ ପାଇଁ ତୋଳିଦେଲା। ତଳେ କାଳିଆ ସବୁତକ ପିଜୁଳି ଧରି ବାହାରି ଆସିଲା ପଦାକୁ, କିନ୍ତୁ ଜଗୁ ରହିଗଲା ସେ ବାଡ଼ି ଭିତରେ। ଲକ୍ଷ୍ୟ ପଡ଼ିଗଲା ସେବତୀ ମା'ର। କଳିହୁଡ଼ି ବୁଢ଼ୀଟା ଗାଁ ପିଲାଙ୍କୁ ସହିପାରେନି, କେତେ ଗାଳି ବନ୍ଦ କରେ। ଧରି ପକେଇଲା ଜଗୁକୁ, କାନକୁ ଭିଡ଼ି ଘୋଷାଡ଼ି ଆଣିଲା ବାପା ପାଖକୁ। ସବୁ କଥା କହିଗଲା, କେମିତିକା ଛୁଆଟା ମ, ବାଡ଼ିରେ ପଶି ଚୋରି କରୁଛି, ଆଜି ପିଜୁଳି ଚୋରି କରୁଛି, କାଲି ସକାଳେ ଆଉ କ'ଣ ଚୋରି କରିବ। ଏବେଠାରୁ ଯଦି ଆକଟ ନ କରିବୁ ନାମ ନବୁରେ ପୁଅ। ବାପା ବି ସେଦିନ ଦାଉ ସାଇଦେଲେ ଜଗୁ ଉପରେ, କାନକୁ ଭିଡ଼ି 2 ଜାବୁଡ଼ା ମାରିଲେ। ଜଗୁ କାନ୍ଦି କାନ୍ଦି କହୁଥାଏ, ବାପା ପିଜୁଳି ମୁଁ ଖାଇନି ମ, କାଳିଆ ପାଇଁ ଆଣିଥିଲି। କୋଉ କାଳିଆ ମ, ସବୁବେଳେ ତାରି କଥା କହି ନିଜକୁ ଲୁଚେଇ ଦେଉଛୁ, ଚୋରି କରୁଛୁ, ଡକାୟତ କରୁଛୁ, ତା ବାଡ଼ିରେ ପଶୁଛୁ। ଦେଖୁଛୁ ତ, ତୋରି ପାଇଁ ମୁଁ ଆଜି ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲିପାରୁନି। ଆଜି ତୋରି ପାଇଁ 12 ଲୋକ 12 କଥା କହୁଛନ୍ତି। ବାପା ସବୁବେଳେ ଏକଲା ଗାଳି ଦିଅନ୍ତି, କିଛି ବି ଫରକ ପଡ଼େନି, ପାଖରେ ଜେଜେ ଥାଆନ୍ତି। ଆଜି କିନ୍ତୁ ଜଗୁକୁ ଜେଜେ ନାହାନ୍ତି, ଆଉ ଗାଁ ଲୋକଙ୍କ ଆଗରେ ବାପା 2ଟା ମାରିଛନ୍ତି।
ପୁଣି ଗାଳି ଦେଇଛନ୍ତି। ଭଲ ଲାଗିଲାନି, ଭାରି ବାଧିଲା। ମନେ ମନେ ସ୍ଥିର କଲା ସବୁ ସେଇ କାଳିଆ ପାଇଁ। ଆଜି ତାରି ସାଙ୍ଗରେ ଗଲି ବୋଲି ଏତେ ମାଡ଼ ଖାଇଲି। ପିଜୁଳି ସିଏ ଖାଇଲା, ଗାଳି ମୁଁ ଶୁଣିବି? କିଛି କଥା ନାହିଁ। ଆଜି ତାର ଦିନକୁ ମୋର ଦିନେ। ତା ସହିତ ଜମା ବି କଥା ହେବିନି। ଜେଜେ ବି କାମଧନ୍ଦାରୁ ଆସିଲେ। ସେ କିଛି ବି ଜାଣିନଥାନ୍ତି। ଚୁପଚାପ କାହାରିକୁ କିଛି ବି କହୁନଥାଏ ଜଗୁ। ବାପା ବି ତା ସହିତ ଏତେ ମିଶିଲେନି ସେଦିନ। ହେଲେ ରାତି ସେତେବେଳକୁ 10ଟା ହେଲାଣି। ବାପାଙ୍କର ହଠାତ୍ ନିଦ ଭାଙ୍ଗିଗଲା। ଜେଜେ ବି ଉଠି ପଡ଼ିଲେ। ଆରେ କିଏ ଏତେ ରାତିରେ? କଇଁ କଇଁ ହୋଇ କାନ୍ଦୁଛି, ଆଉ କ'ଣ ଗୁଣୁ ଗୁଣୁ ହୋଇ କହୁଛି। ବାପା ଧାଇଁଗଲେ ଠାକୁର ଘର ପାଖକୁ। ଦରାଉଜ କବାଟ ଭିତରେ ଯୋଗୁ ଆଣ୍ଠୁ ମାଡ଼ି ବସିଥାଏ। ମହାପ୍ରଭୁଙ୍କର ଦିବ୍ୟ ମୂର୍ତ୍ତିଟିଏ ଥୁଆ ହୋଇଥାଏ। ଯୋଗୁ କାନ୍ଦି କାନ୍ଦି କହୁଥାଏ, ଦେଖୁଛୁ ତ ତୋତେ ମୁଁ କେତେ ଭଲ ପାଏ। ଜାଣିଛି ତୁ ବି ମୋତେ କେତେ ଭଲ ପାଉ। ହେଲେ କାହିଁକି ଲୋକମାନେ କିଛି ବୁଝିପାରୁନଥାନ୍ତି। ସେମାନେ କହୁଛନ୍ତି ମୁଁ କୁଆଡ଼େ ପାଗଳ ହୋଇଯାଇଛି, ମୋର ମୁଣ୍ଡ କୁଆଡ଼େ କାମ କରୁନି। ମୋ ବାବା ବୋଉଙ୍କ ଆଗରେ ନୀତି କହୁଛନ୍ତି ତୋ ନାଁରେ। ଆଉ ଜାଣିଛୁ, ବାପା ବି ମୋତେ ଗାଳି ଦିଅନ୍ତି, ଦୁଇ ପାହାର ଦିଅନ୍ତି। ସେସବୁ ମୋତେ କିଛି ବି ଫରକ ପଡ଼େନି। ହେଲେ ଆଜି ଦେଖୁଛୁ ତ, ପିଜୁଳି ତୁ ଖାଇଲୁ, ଗଛକୁ ମୁଁ ଚଢ଼ିଲି, ଗାଳି ବି ମୁଁ ଶୁଣିଲି, ମାଡ଼ ବି ମୁଁ ଖାଇଲି। କହିଲୁ ତୋର କ'ଣ ଟିକେ ଲୋଭ ନାହିଁ ମୋ ଉପରେ? ଯେତେବେଳେ ମୋ ବାପା ମୋତେ ଗାଳି ଦେଉଥିଲେ, ଆଉ ଯେତେବେଳେ ଦୁଇ ଚାବୁଡ଼ା ମାରିଲେ, ସେତେବେଳେ ତୁ ଟିକେ ଆସିଥିଲେ ହେଇନଥାନ୍ତା? ମୋ ଜେଜେ ନଥିଲେ ବା। ବାପାଙ୍କୁ ବି ସେଦିନ ଲାଗିଲା କି ଛାଇ ଆଲୁଅରେ କେହି ଜଣେ ଜଗୁ ପାଖରେ ବସିଛି, ଆଉ ତାର ସବୁ କଥା ଶୁଣୁଛି। ବାପା ଏଥର ବୁଝିପାରିଥିଲେ ଛୋଟ ପିଲାଟି ହେଲେ ବି ତା ଭକ୍ତି କେତେ, ତା ଶ୍ରଦ୍ଧା କେତେ ସେଇ କଳାମଣିମାଙ୍କ ପାଇଁ। ବାପା ନିଜକୁ ଭାରି ଦୋଷୀ ମାନିଲେ। କିନ୍ତୁ ସେତେବେଳକୁ ପଛରେ ଛିଡ଼ା ହେଇଥିଲେ ଜେଜେ। କୋଳେଇ ନେଲେ ଜଗକୁ, ଆଉ କହିଲେ କାନ୍ଦିନି, ମୁଁ ପରା ଅଛି। ତୋତେ ଏ ଦୁନିଆ ଯାହା କହୁ ପଛେ, ମୁଁ ତୋତେ ଭାରି ଭଲ ପାଏ। ତୁ ତୋର କର୍ମପଥରେ ଆଗେଇ ଚାଲ, ଆଉ ମହାପ୍ରଭୁଙ୍କ ପ୍ରତି ଭଲ ପାଇ ଚାଲ। କଷ୍ଟ ଆସିବ ସତ, କେବେ ଡରିଯିବୁନି, କେବେ ହାରିଯିବୁନି। ଆଉ ଜାଣିଛୁ, ସୁନାଟିଏ ଯେତେବେଳେ କାନ ଫୁଲରେ ପରିବର୍ତ୍ତନ ହୁଏ, ତାକୁ ନିଆଁରେ କେତେ ପରୀକ୍ଷା ଦେବାକୁ ପଡ଼େ। ଭକ୍ତ ଜୀବନ ବି ସେମିତିକା। ଜୀବନରେ ଦୁଃଖ ଆସିବ, ଝଡ଼ ଆସିବ, ମାଡ଼ ଗାଳି ସହିବାକୁ ପଡ଼ିବ। ଲୋକେ ବାର କଥା କହିବେ, କାହାରି କଥା ଶୁଣିବୁନି। ଯାହାକୁ ତୁ ଏତେ ଭଲ ପାଉଛୁ, ଯାହା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଛୁ, ଦେଖିବୁ ଦିନେ ମୁଁ ଥିବି କି ନଥିବି, ସେ ତୋ ସାଥିରେ ଥିବେ। ତୋର ପ୍ରତ୍ୟେକଟି ଅସୁବିଧାରେ ତୋ ହାତ ଧରି ବାଟ କଢ଼ାଇ ନେବେ। ସତରେ ଜେଜେଙ୍କ ମୁହଁରୁ ଏତିକି କଥା ଶୁଣିଲା ପରେ ଜଗୁ ସେଦିନ ଭାରି ଖୁସି ହେଇଗଲା। କଥାଟିଏ କହିଲା, ଜେଜେ ବାପାଙ୍କୁ କୁହ ସେ ଯେମିତି ମୋତେ ଆଉ ଗାଳି ନ ଦିଅନ୍ତି। ଯଦି ବି ଗାଳି ଦେବେ ଏକଲା କହିବେ ନା, ଗାଁ ଲୋକଙ୍କ ଆଗରେ କହିଲା ବେଳକୁ ଭାରି ଖରାପ ଲାଗୁଛି। ପୁଅ ମୁହଁରୁ ଏକଥା ଶୁଣିଲା ପରେ ବାପା ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ। ସେ କଳାମଣିମାଙ୍କ ପାଦ ତଳେ ପଡ଼ିଯାଇ କହିଲେ, ଶାନ୍ତେ କ୍ଷମା କରିଦେବ ମୋତେ, ଅବୁଝା ଛୁଆଟା ମୋର। ତୁମକୁ ଭଲ ପାଉଛି, ତୁମକୁ ଭରସା କରୁଛି, ତାକୁ ଟିକେ ସାହା ହେଇଥିବ। କଥା ଦେଉଛି, ଆଉ କେବେ ବି ତା ଉପରେ ମୋ ହାତ ଉଠେଇବିନି। ହଁ, ସେବେଠାରୁ ଜଗୁ ଯାହା ବି କରେ ସେ କାଳିଆ ପାଇଁ। ବାପା ସାଥ ଦିଅନ୍ତି, ଜେଜେ ସାଥ ଦିଅନ୍ତି, ମା ସାଥ ଦିଅନ୍ତି, କେବେ ହାତ ଉଠେଇ ନାହାନ୍ତି। ନମସ୍କାର। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନୂଆ କାହାଣୀ, ନୂଆ ଅନୁଭୂତିକୁ ନେଇ। ଜୟ ଶ୍ରୀ ଜଗନ୍ନାଥ।